ଖାଇବା ତେଲକୁ ନେଇ ଚିନ୍ତାରେ ଗ୍ରାହକ। ପୁଣି ବଢ଼ିଲା ଖାଇବା ତେଲର ଦାମ। ତେଲ ଦର ବଢ଼ିବାରୁ ଲୋକେ ଅସନ୍ତୋଷ। ହୁ ହୁ ହୋଇ ବଢ଼ି ଚାଲିଛି ଖାଇବା ତେଲର ଦାମ। ହାଣ୍ଡି ଶାଳକୁ ପଡ଼ିଛି ଚଡ଼କ। ଲୋକେ ଚିନ୍ତାରେ କରିବେ କ'ଣ? ଖାଇବା ତେଲ ଦରରେ ନିଆଁ ଲାଗିଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ଖାଉଟିଙ୍କୁ ଲାଗିଛି ଶକ୍ତ ଝଟକା। ବଜାରରେ ମହଙ୍ଗା ହୋଇଛି ଖାଇବା ତେଲ। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା କାରଣରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାର ପ୍ରଭାବ ରୋଷେଇ ଘରେ ଦେଖିବାକୁ ମିଳିଛି। କିଛି ଦିନ ତଳେ ଲିଟର ପିଛା 5ରୁ 20 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରୋଷେଇ ଘରେ ବଜେଟ୍ ଏବେ ବିଗିଡ଼ି ଯାଇଛି। ପୂର୍ବରୁ ପନିପରିବା ଦର ଖାଉଟିଙ୍କୁ କନ୍ଦାଉଥିଲା, ଏବେ ଖାଇବା ତେଲ ଦର ଆକାଶ ଛୁଆଁଉଛି। କଟକର ମାଲଗୋଦାମ ଏବଂ ଭୁବନେଶ୍ୱର ଖୁଚୁରା ବଜାର ସବୁଠି ତେଲ ଦରକୁ ନେଇ ଚହଳ ପଡ଼ିଛି। ରିଫାଇନ୍ ତେଲଠୁ ଆରମ୍ଭ କରି ପାମ୍ ଅଏଲ୍ ପର୍ଯ୍ୟନ୍ତ ସବୁଥିରେ ଦର ବଢ଼ିଛି। ତେବେ କାହିଁକି ବଢ଼ୁଛି ଏହି ଦର? ବ୍ୟବସାୟୀଙ୍କ କହିବା କଥା, ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ର ଦର $100 ଅତିକ୍ରମ କରିଛି। ଭାରତ ତା'ର ଖାଇବା ତେଲର ଏକ ବଡ଼ ଅଂଶ ମାଲେସିଆ, ଇଣ୍ଡୋନେସିଆ, ୟୁକ୍ରେନ୍ ଭଳି ଦେଶରୁ ଆମଦାନୀ କରିଥାଏ। ସମୁଦ୍ର ପଥରେ ପରିବହନ ବାଧାପ୍ରାପ୍ତ ହେବାରୁ ଯୋଗାଣ କମିଛି ଏବଂ ଦର ମଧ୍ୟ ବଢ଼ିଛି। ସବୁ ଜିନିଷର ଦର ବଢ଼ୁଛି। ତେଲ ବିନା ତ ରୋଷେଇ ହେବନି। ଏମିତି ଯଦି ଦର ବଢ଼େ ତେବେ ମଧ୍ୟବିତ୍ତ ପରିବାର ଲୋକେ କରିବେ କ'ଣ? ଚଳିବେ କେମିତି? କେନ୍ଦ୍ର ସରକାର ନିକଟରେ ପାମ୍ ଅଏଲ୍ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୌଳିକ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା 0% ଥିବାବେଳେ ଏହାକୁ 12.5% ବଢ଼ାଇଛନ୍ତି। ପ୍ରଭାବିତ ଶୁଳ୍କ ପ୍ରାୟ 32%ରୁ ଅଧିକ ହୋଇଛି, ଯାହା ସିଧାସଳଖ ଖୁଚୁରା ବଜାରରେ ଦର ବଢ଼ାଇଛି। ଏ ଦୁଇଟି ଦେଶରୁ ଭାରତ ସବୁଠାରୁ ଅଧିକ ପାମ୍ ଅଏଲ୍ ଆମଦାନୀ କରେ। ସେଠାରୁ ଉତ୍ପାଦନ କମିବା ଏବଂ ବାୟୋଡିଜେଲ୍ ପାଇଁ ତେଲର ବ୍ୟବହାର ବଢ଼ିବା ଯୋଗୁଁ ରପ୍ତାନି କମିଛି। ୟୁକ୍ରେନ୍ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଯୋଗୁଁ ସୂର୍ଯ୍ୟମୁଖୀ ତେଲ ଯୋଗାଣ ବାରମ୍ବାର ବାଧାପ୍ରାପ୍ତ ହେଉଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବଜାରରେ ତେଲର ଚାହିଦା ବହୁତ ଅଧିକ ରହିଛି। ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନୀମାନେ ଅଧିକ ପରିମାଣରେ ତେଲ ମହଜୁଦ କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ ଦର ବଢ଼ୁଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଯୋଗୁଁ ସାମୁଦ୍ରିକ ପରିବହନ, ଦେଶ ଭିତରେ ଟ୍ରକ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ଏହା ଖାଇବା ତେଲର ଲ୍ୟାଣ୍ଡିଂ କଷ୍ଟ ବଢ଼ାଇ ଦେଇଛି। ଭାରତ ତା'ର ମୋଟ ଖାଇବା ତେଲ ଚାହିଦାରେ ପ୍ରାୟ 55-60% ବିଦେଶରୁ ଆମଦାନୀ କରିଥାଏ। ସରକାରଙ୍କ କହିବା କଥା, ଆମଦାନୀ ଶୁଳ୍କ ବଢ଼ିଲେ ସ୍ଥାନୀୟ ସୋରିଷ, ଚିନାବାଦାମ ଚାଷୀମାନେ ସେମାନଙ୍କ ଉତ୍ପାଦନ ପାଇଁ ଭଲ ଦର ପାଇବେ। ଦର ନିୟନ୍ତ୍ରଣ ପାଇଁ ସରକାର ଖୁବ୍ ଶୀଘ୍ର ବ୍ୟବସାୟୀଙ୍କ ପାଇଁ ଷ୍ଟକ୍ ସୀମା ଧାର୍ଯ୍ୟ କରିପାରନ୍ତି। ବ୍ୟୁରୋ ରିପୋର୍ଟ, ସତ୍ୟକାମ ନ୍ୟୁଜ୍ 24।